ଆମେ ଯେତେବେଳେ ଦୁର୍ବଳତା ରହୁଛୁ ଆମମାନଙ୍କ ଜୀବନରେ ସେହି ଦୁର୍ବଳତାର ସେହି ପଥର ରୋଟି ଘେନି ଯେଉଁ ପରୀକ୍ଷା ଆମମାନଙ୍କ ଜୀବନରେ ଆସି ଗ୍ରାସ କରୁନାହିଁ ତ ଆଉ ଯଦି ସେ ପରୀକ୍ଷା ଆସୁଛି ତାହେଲେ ସେହି ପରୀକ୍ଷା ଦ୍ୱାରା ଆମମାନଙ୍କୁ ସେ ଟାଣିକି ନେଉନାହିଁ ତ ଆମମାନଙ୍କର ବ୍ଲେସିଂସ୍ କୁ ଟାଣିକି ନେଉନାହିଁ ତ ଆମମାନଙ୍କର ଆଶୀର୍ବାଦକୁ ଟାଣିକି ନେଉନାହିଁ ତ ଆଜି ଦୁଃଖର ସହିତ କହିବାକୁ ଗଲେ ପ୍ରତ୍ୟେକ ଖ୍ରୀଷ୍ଟୀୟ ପରିବାରରେ ପ୍ରାର୍ଥନାମୟ ଜୀବନର ଅଭାବ ରହିଛି। ମୁଁ କହିବି ନାହିଁ 100%, କିନ୍ତୁ ହଁ 70% ଅଛନ୍ତି ଯାହାର ଜୀବନରେ ପ୍ରାର୍ଥନାମୟ ଜୀବନର ଅଭାବ ରହିଛି। ଘରେ ସବୁ କାମ କରିବା ପାଇଁ ସମୟ ଅଛି କିନ୍ତୁ ପ୍ରାର୍ଥନା କରିବା ପାଇଁ ସମୟ ନାହିଁ। ଆଉ ଈଶ୍ୱରଙ୍କ ଧର୍ମଶାସ୍ତ୍ରରେ କହେ ନିଜେ ପ୍ରଭୁ ଯୀଶୁ ସ୍ୱୟଂ କଥା କହନ୍ତି ଯିଏ ପ୍ରାର୍ଥନା କରିବ ନାହିଁ ତା ଜୀବନରେ ପରୀକ୍ଷା ଆସିବ। ଆପଣ ହେଇପାରେ ମୋ ପାଖକୁ ଆସିବେ, ସାରଣ ପ୍ରେଟ ଟାୱାରକୁ ଆସିବେ, କାଲି ସକାଳେ ଆହୁରି କାହା ପାଖରେ ଯିବେ, ପରଦିନ ଆଉ କାହା ପାଖରେ ଯିବେ, କିନ୍ତୁ ଆଜି ପବିତ୍ର ଆତ୍ମା ଯେଉଁ ବିଷୟ ଆମମାନଙ୍କୁ ଶିକ୍ଷା ଦିଅନ୍ତି ଆପଣ ଯଦି ନିଜେ ଯଦି ପ୍ରେୟର କରିବେ, ପ୍ରାର୍ଥନା କରିବେ, ନିଜେ ଯଦି ସବଳ ହେଇଯିବେ, ଦୁର୍ବଳତାକୁ ଯଦି ଦୂର କରିବେ, ଆପଣଙ୍କୁ କୋଉ ଜାଗାକୁ ଯିବାକୁ ପଡିବ ନାହିଁ। ହାଲେଲୁୟା।